ତାଙ୍କୁ ତ ଆମେ ମାନେ ଯେତେବେଳେ ସେ ମାନେ ଭଏସ୍ ଅଫ୍ ଓଡ଼ିଶା କେ ନେଇ ଯାଇଥି ଆଗରୁ ଆମେ ଚିହ୍ନିଛୁ ତାଙ୍କର ପ୍ରୋଗ୍ରାମ ମାନେ ଯେତେବେଳେ ନ ହୁଏ ସେତେବେଳେ ବହୁତ ଦିନ ଜାଣିଛୁ ଆଉ ଆମେ ଜାଣିଥିଲୁ ଯେ ବହୁତ ଦିନ ତାଙ୍କର ଦେହ ଖରାପ ହେଇଛି ବୋଲିକିରି ବାକି ଏନ୍ତା ସଡନ୍ ସେ ସବୁ ଛାଡ଼ିକି ଯିବେ ବୋଲି ଏଇଟା ବହୁତ ସରପ୍ରାଇଜିଂ ଥିଲା ଯେନ୍ତା ଯେତେବେଳେ ଆମେ ଜାଣିଲୁ ତାଙ୍କର ଅର୍ଗାନ ମାନେ ସବୁ ମାନେ କାମ ନି କରିବା ବୋଲିକିରି କିନ୍ତୁ ତଥାପି ଆଶାଟେ ଥିଲା ଯେ ସେ ବଞ୍ଚିଯିବେ ହେଲେ ଯେ ତାଙ୍କର ଏନ୍ତା ଭଏସ୍ ଇହାଦେ ମତେ ନେଲା ଯେ ଓଡ଼ିଆ ଇଣ୍ଡଷ୍ଟ୍ରିରେ କିଏ ଅଛେ ଆଉ ଏଟା ପ୍ରକୃତରେ ଓଡ଼ିଶାର ଲାଗି ଓଡ଼ିଆ ମ୍ୟୁଜିକ୍ ଜଗତ ଲାଗି ସିନେମା ଜଗତ ଲାଗି ଗୋଟେ ବହୁତ ବଡ଼ ଲସ୍ ହେ କାରଣ ମତେ ଲାଗେ ଯେ ସେ ହିଁ ଜଣେ ଥିଲେ ଯେ ମାନେ ଆଗ ଧାଡ଼ି ସିଙ୍ଗର ଯିଏକି ହିରୋର ଭଏସ୍ ଯାହାକି କୁହାଯାଏସି ଆଉ ଅନୁଭବ ସାର୍ ନିଜେ ବି କହୁଥିଲେ ଯେ ସେ ତାଙ୍କର ଭଏସ୍କେ ଆଜି ହରେଇ ଦେଇଛନ୍ ବୋଲିକିରି ସତ୍କେ ସତ୍ ବହୁତ ଦୁଃଖ ଲାଗୁଛି ଆଉ ପରିବାର ମାନେ ଭଗବାନ ତାଙ୍କର ପରିବାରକେ ଶକ୍ତି ଦଉନ୍।